ଓଡ଼ିଶାର ଅନ୍ୟତମ ପୁରାତନ ଶିଳ୍ପନଗରୀ ଚୌଦ୍ୱାର ଠାରୁ ଚାରବାଟିଆ ଶଙ୍କରପୁର ରାସ୍ତାରେ କିଛି ବାଟ ଗଲେ ପଡ଼େ ଏକ ଚିତ୍ତାକର୍ଷକ ପର୍ଯ୍ୟଟନ ସ୍ଥଳୀ। ସ୍ଥାନର ଆରାଧ୍ୟା ଠାକୁରାଣୀ ହେଲେ ଡମଣୀ। କିମ୍ବଦନ୍ତୀ କହେ, ମା ରାତିରେ ଡମ ଡମ ଡମ୍ବରୁ ବଜାଇ ଜଙ୍ଗଲରେ ବୁଲନ୍ତି। ତେଣୁ ମାଙ୍କୁ ଡମଡମଣୀ ମଧ୍ୟ କୁହାଯାଏ। ମାଙ୍କ ନାଁ ଅନୁସାରେ ସ୍ଥାନଟି ଡମଡମଣୀ ଭାବରେ ଖ୍ୟାତ। ପାହାଡ଼ ଶିଖରରୁ ଝରି ଆସୁଥିବା ବଣ ଝରଣା କୂଳରେ ମାଙ୍କ ବିଜେସ୍ଥଳୀ। ଜଙ୍ଗଲରେ ବାସ କରୁଥିବା ସଅର ସମ୍ପ୍ରଦାୟ ଜନଜାତି ଲୋକଙ୍କ ଆରାଧ୍ୟା ହେଉଛନ୍ତି ମା। ମାଙ୍କ ପୀଠ ଚତୁଃପାର୍ଶ୍ୱକୁ ଘେରି ରହିଛି ଘଞ୍ଚ ଜଙ୍ଗଲ। ସେହି ଜଙ୍ଗଲ ହାତୀମାନଙ୍କ ଚରାଭୂଇଁ। କିନ୍ତୁ ଡମଣୀଙ୍କ ପୀଠରେ କୌଣସି ହିଂସ୍ର ଜନ୍ତୁଙ୍କ ଭୟ ନଥାଏ। ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ଡମଣୀ ଝରଣାର ଉଭୟ ପାର୍ଶ୍ୱରେ ଥିବା ପାହାଡ଼ ଦୁଇଟିକୁ ସୁଉଚ୍ଚ ମାଟିବନ୍ଧ ଦ୍ୱାରା ଯୋଡ଼ାଯାଇ ଏକ ଜଳଭଣ୍ଡାର ପ୍ରତିଷ୍ଠା କରାଯାଇଛି। ଜଳସେଚନ ପାଇଁ ଉଦ୍ଦିଷ୍ଟ ଏହି ଜଳଭଣ୍ଡାରଟି ସ୍ଥାନର ଶୋଭାକୁ ବହୁଗୁଣିତ କରିଦେଇଛି। ପୂର୍ବରୁ ମା ଡମଣୀ ଏକ ଗଛ ମୂଳେ ପୂଜା ପାଉଥିଲେ। ଜଣେ ଜଙ୍ଗଲ ଅଧିକାରୀ ସେଠାରେ ମାଙ୍କ ପାଇଁ ଗମ୍ଭୀରାଟିଏ ତୋଳାଇ ଦେଲେ ଓ ନିକଟରେ ବନଦୁର୍ଗା ମନ୍ଦିର ମଧ୍ୟ ସ୍ଥାପନା କଲେ। 1985 ମସିହା ଜାନୁଆରୀ 14 ତାରିଖ ମକର ସଂକ୍ରାନ୍ତିରେ ସେହି ମନ୍ଦିର ପ୍ରତିଷ୍ଠା ହୋଇଥିଲା। ସେହିଦିନଠାରୁ ଡମଡମଣୀ ପୀଠର ଖ୍ୟାତି ବଢ଼ିବାରେ ଲାଗିଲା। ଏବେ ପ୍ରତିବର୍ଷ ମକର ସଂକ୍ରାନ୍ତିରେ ଡମଣୀ ପୀଠରେ ଏକ ମେଳା ଆୟୋଜିତ ହେଉଛି। ମେଳା ଅବସରରେ ଡମଣୀ ପୀଠରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ସେଦିନ ମାଙ୍କ ପୀଠଠାରୁ ପ୍ରାୟ 2 କିଲୋମିଟର ଦୂରରେ ଗାଡ଼ି ମଟର ରଖି ଶ୍ରଦ୍ଧାଳୁମାନଙ୍କୁ ଚାଲି ଚାଲି ପୀଠରେ ପହଞ୍ଚିବାକୁ ପଡ଼ିଥାଏ। ଧାଡ଼ିରେ ଯାଇ ସେମାନେ ମାଙ୍କ ଦର୍ଶନ କରିଥାନ୍ତି। ରାଜ୍ୟ ସରକାର ଡମଣୀକୁ ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇଛନ୍ତି। ଦଶହରା ପରଠାରୁ ରଜ ପର୍ଯ୍ୟନ୍ତ ଏଠାରେ ପ୍ରାୟ ପ୍ରତିଦିନ ପର୍ଯ୍ୟଟକଙ୍କ ଗହଳି ଦେଖିବାକୁ ମିଳେ। ନଭେମ୍ବରରୁ ଫେବୃଆରୀ ମାସ ଯାଏ ପ୍ରତି ଛୁଟିଦିନମାନଙ୍କରେ ସେଠାରେ ବଣଭୋଜି ପାଇଁ ଜାଗା ମିଳିବା କଷ୍ଟ। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକ ଓ ପ୍ରକୃତି ପ୍ରେମୀମାନେ ଛୁଟି ଆସନ୍ତି ଏହି ପୀଠକୁ। ଆପଣ ଯଦି କେବେ ସୁଯୋଗ ପାଆନ୍ତି, ଥରେ ବୁଲି ଆସନ୍ତୁ ଡମଡମଣୀ। ଆଧ୍ୟାତ୍ମିକ ପରିବେଶରେ ଉପଭୋଗ କରନ୍ତୁ ପ୍ରାକୃତିକ ସୌନ୍ଦର୍ଯ୍ୟକୁ।